ଏବେ ପ୍ରବଳ ଶୀତ ଘରୁ ବାହାରିବା ମଧ୍ୟ ମୁସ୍କିଲ ରାସ୍ତାରେ ଯିବା ଏବଂ ଦୈନନ୍ଦିନର କାମ କରିବା ସକାଳେ ଏବଂ ରାତିରେ ଅଧିକ କଷ୍ଟ ହୋଇପଡୁଛି କାରଣ ପ୍ରବଳ ଥଣ୍ଡା ଏବଂ ଜାଡରେ ଥରୁଛନ୍ତି ସମସ୍ତେ। ତେବେ ରିଆଲିଟି ଚେକ୍ କରିବା ପାଇଁ ଆମେ ପହଞ୍ଚିଥିଲୁ ବାଲେଶ୍ୱର ରେଲୱେ ଷ୍ଟେସନ ପାଖାପାଖି ଯେଉଁଠିକି ଏହି ଫୁଟପାଥରେ ଲୋକମାନେ କିଭଳି ଭାବରେ ସେମାନେ ରାତି କାଟୁଛନ୍ତି ଖୋଲା ଆକାଶ ତଳେ ଥଣ୍ଡା କାକରରେ ସେମାନେ ରାତି କାଟୁଛନ୍ତି। ଯଦିଓ ସେମାନଙ୍କ ରହଣି ପାଇଁ ବ୍ୟବସ୍ଥା ରହିଛି ତା ସତ୍ତ୍ୱେ ମଧ୍ୟ ସେମାନେ କାହିଁକି ଯାଉନାହାନ୍ତି ସେଠାକୁ ରହିବା ପାଇଁ ଯେଉଁ ସେଲ୍ଟର ହୋମ୍ କରାଯାଇଛି ଲୋକମାନେ କିନ୍ତୁ ରାତି ତମାମ ଏହି ଫୁଟପାଥରେ ରାସ୍ତା କଡ଼ରେ କାକରରେ ପରିବାର ସହିତ ମଧ୍ୟ ରହୁଛନ୍ତି। ଆମେ ଦେଖୁଛନ୍ତି ଥଣ୍ଡାରୁ ବଞ୍ଚିବା ପାଇଁ ସେମାନେ ନିଆଁ ଲଗାଉଛନ୍ତି ଟିକେ ଗରମ ପାଇବା ପାଇଁ। ତ ଏଠି ଭାଇମାନେ ଅଛନ୍ତି ମଧ୍ୟ ତାଙ୍କର ପ୍ରତିକ୍ରିୟା ନେବା। ଭାଇ ଆପଣ ମାନଙ୍କ ରହିବା ପାଇଁ ସରକାର ଘର କରିଛନ୍ତି ଯୋଉଠିକି ଆପଣ ମାନେ ରାତିରେ ଆରାମସେ ରହିପାରିବେ କିନ୍ତୁ ସେଠିକି ନ ଯାଇ ଆପଣ ମାନେ ଏମିତି ସମସ୍ତେ ଫୁଟପାଥରେ କାହିଁକି ରହୁଛନ୍ତି? ଦେଖନ୍ତୁ ଗୋଟେ କଥା କହିବି ଦିଦି ଆପଣ ମାନେ ଆପଣ କହୁଛନ୍ତି ମାନେ ଫୁଟପାଥ ପାଇଁ ଆମର ସହଯୋଗ ହେଇଛି କିନ୍ତୁ ସହଯୋଗ ହେଇକି ବି କିଛି ସହଯୋଗ ନାହିଁ ଆମ ପାଇଁ କିଛି ନାହିଁ ସାର୍ ଦିଦି ଆମ ପାଇଁ କିଛି ସହଯୋଗ ନାହିଁ ସେଥିପାଇଁ ଆମେ ଏଠି ପଡି ରହିଛୁ। କିନ୍ତୁ ଆମ ଘର ଯଦି ଘର ଦ୍ୱାର ଆମର ଏଠି ରହିଥାନ୍ତା ଦିଦି ଆମେ ଏଠି ରାସ୍ତା କଡ଼ରେ ଆମେ ପଡିଥାନ୍ତୁନି କିଛି ଆମର ଯଦି ସହଯୋଗ ରହିଥାନ୍ତା ଆମେ ଏଇଠି ବସିଥାନ୍ତୁନି କି ନିଆଁ ପୁଇଁକି ରହିଥାନ୍ତୁନି। ଆମ ପାଇଁ କିଛି ସହଯୋଗ କରୁନାହାନ୍ତି କି ଆମ ସହଯୋଗର କିଛି ନାହିଁ। କଣ ବ୍ୟବସ୍ଥା ଭାଇ ଦେଖୁଛନ୍ତି କାରଣ ରହିବା ପାଇଁ ତ ବ୍ୟବସ୍ଥା ମଧ୍ୟ ରହିଛି କିନ୍ତୁ ଏତେ ଥଣ୍ଡାରେ ବାହାରେ ଛିଡା ହେବା ମଧ୍ୟ କଷ୍ଟକର ହେଇପଡୁଛି କିନ୍ତୁ ଆପଣ ମାନେ ରାତି ତମାମ ଏଇଠି ହିଁ ରାତିରେ ଶୋଉଛନ୍ତି। ଆମେ ଦେଖୁଛନ୍ତି ଅନେକ ଲୋକ ଏଇ ଫୁଟପାଥରେ ମଧ୍ୟ ଶୋଉଛନ୍ତି କିନ୍ତୁ ବ୍ୟବସ୍ଥା ପାଇଁ ଆମକୁ କେହି ଯଦି ସେମିତି ବ୍ୟବସ୍ଥା ପାଇଁ କେହି ସହଯୋଗ ଆମକୁ ଏଇନା ଯାଏ କେହି ଦେଇନାହାନ୍ତି କି ସହଯୋଗ ବି କେହି କରିନାହାନ୍ତି ଏବେ ଯାଏ। କେତେ କଷ୍ଟ ହଉଛି ଏଇ ରାତିରେ ବାହାରେ ରାତି ତମାମ ରହିବା ଆମେ ଛିଡା ହେଇଛୁ ମଧ୍ୟ ଆମକୁ ଥର ଲାଗୁଛି କିନ୍ତୁ ତାରି ଭିତରେ ମଧ୍ୟ ଆପଣ ବାହାରେ ରହିଛନ୍ତି। ଆଉ ଗୋଟେ ପଟେ ମଧ୍ୟ ଯୋଉ କହୁଛନ୍ତି ବୟସ୍କ ମଉସା ମଧ୍ୟ ଅଛନ୍ତି ମଉସା ଆପଣ ମାନେ ମଧ୍ୟ ରାତିରେ ବାହାରେ କାହିଁକି? ଆମେ ତ ଏଇ ଗାଡି ଚଲାଉଛୁ ରିକ୍ସା ଚଲାଉଛୁ ଆମେ ରାତିରେ ରହିଛୁ। ଏଇ ଥଣ୍ଡା କାକରେ ଏମିତି ରହିଲେ ବାହାରେ ଶୋଇଲେ ଦେହ ମଧ୍ୟ ଖରାପ ହେଇପାରେ ଆପଣ ଅସୁସ୍ଥ ହେଇପାରନ୍ତି ସୁସ୍ଥ ରହିଲେ ସିନା ଆପଣ ରିକ୍ସା ଚଲେଇବେ ତ କାହିଁକି ରହୁଛନ୍ତି? ଦି ପଇସା ପାଇଁ ପଡିକି ରହିଛୁ ହେଲେ ଛୁଆ ପିଲା ଖାଇବେ କରିବେ ଆମ ପେଟ ପାଇଁ ଆମେ ରହିଥିଲୁ ମାନେ ଏଇଠି ଆମେ ଘର ଦୁଆର ତ ଆଜ୍ଞା ଆମର ନାହିଁ ଆମର ଯଦି ଯାହା ଟିକେ ଖାଇବା ଆସୁଛୁ ଆମେ ଏଠି ଖାଇକି ରହୁଛୁ କିନ୍ତୁ ସହଯୋଗ ଆପଣ ନାହିଁ ଏବେ ଯାଏ ବି ଆମେ ଏଇନା ଯାଏ ବି ବସିଛୁ ଯେ ଆମ ପାଇଁ ଏବେ ଯାଏ କିଛି ବି ଆସିନି। ଆମେ ଆପଣ ମାନେ କଣ କରନ୍ତି? କିଛି ନାହିଁ ଆଜ୍ଞା ଆମ ଘର ଦ୍ୱାର କିଛି ନାହିଁ ଏମିତିକି ଆମେ ଅଛୁ ଏଠି। ତ ଆପଣ ମାନେ ସମସ୍ତେ ଏଠି ରାତି ଏଇ ଫୁଟପାଥରେ ହିଁ ରାସ୍ତା ରାତି କାଟୁଛନ୍ତି? ଆମେ ଏମିତିକି ରହୁ। ହଁ ସାର୍ ଏଇଭଳିଆ ଉପାସ ସବୁଦିନ ଆପଣ ମାନେ ଏମିତି ରହୁଛନ୍ତି? ହଁ ସାର୍ ଏଇଭଳିଆ ସବୁଦିନେ ଆଉ ସବୁଦିନେ ସାର୍ ଆମେ ତ ଗରିବ ଲୋକ ସାର୍। ହସ୍ପିଟାଲ ପାଖରେ ଯୋଉ ସରକାର ଘର କରିଛନ୍ତି ଆପଣ ମାନେ ସେଠାରେ ଯାଇକି ରହିପାରିବେ ଏବଂ ସେଟା ରହିବା ପାଇଁ ବ୍ୟବସ୍ଥା ମଧ୍ୟ କରାହେଇଛି ତେବେ କିନ୍ତୁ ଆପଣ ମାନେ ଯାଉନାହାନ୍ତି। ଆପଣ ଯେଟା କହିଲେ ଯେ ମେଡିକାଲ ପାଖକୁ ଯେ ବ୍ୟବସ୍ଥା ହେଇଛି ତ ଦିଦି ଆମେ ସେମିତି କେମିତି ଜାଣିପାରିବୁ ଯେ ସେଠି ବ୍ୟବସ୍ଥା ହେଇଛି ବୋଲି ଯାଇନି କି ଆମ ଏଇଠିକି ବି କେହି ଲୋକ ବି ଆସିନାହାନ୍ତି ଯେ ସେଇଠି ବ୍ୟବସ୍ଥା ହେଇଛି ବୋଲି କେହି ଲୋକ ବି ଆମେ ଆଚ୍ଛା ଭଉଣୀ ଆପଣ ବି ରହିଛନ୍ତି ଆମେ କେତେ ଅସୁବିଧା ହଉଛି ଆପଣ ଦେଖୁଛନ୍ତି ଏଇ ଥଣ୍ଡା କାକରରେ ଯୋଉଠି ବି ଆପଣ ମାନେ ମାନେ ବ୍ୟବସ୍ଥା ନାହିଁ ସମସ୍ତେ ବାଧ୍ୟ ଆମେ ଦେଖୁଛୁ ଅନେକ ଲୋକ ଏଇ ରାସ୍ତା କଡ଼ରେ ଶୋଇଛନ୍ତି ତମେ ବି କଣ ରାସ୍ତା କଡ଼ରେ ହିଁ ଶୋଇବ? ଆଜ୍ଞା ସେତେବେଳେ ଆମେ ଖାଇତେ ପିଇତେ ପାଉନଥିଲେନି କଣ କରିବା ଏଇଠି କଣ ରାସ୍ତା କଡ଼ ଏଇଠି କଣ ଖାଇବା ପାଇବା କିଛି ମିଳୁଛି? ଆଜ୍ଞା କେବେ କେବେ ଆସୁଛି କେବେ କେବେ ଆସୁନାହିଁ ଆଉ କମ୍ବଳ ଚାଦର ଏମିତି ମିଳୁଛି ବେଳେ ବେଳେ ମିଳୁଛି ଖାଇତେ ମିଳୁଛି ଆଉ ଏମିତି ଫୁଟପାଥରେ ରହୁছে ସବୁଦିନ ଏମିତି ରୁହ? ହଁ ସବୁଦିନ। ତ ଏଇଠି ଯାହା କହୁଥିଲେ ଯେ ସେମାନେ ସବୁଦିନ ଏମିତି ଥଣ୍ଡା ହଉ କି ଗରମ ହଉ ସବୁଦିନ ଏଇ ଫୁଟପାଥରେ ସେମାନଙ୍କର ରାତି କଟେ ଏବଂ ଇଏ ହଉଛି ଗ୍ରାଉଣ୍ଡ ଜିରୋର ରିପୋର୍ଟ ଆପଣ ଦେଖିବେ ଯେ ଏଇ ଫୁଟପାଥରେ ଯୋଉ ଲୋକମାନେ ରହିଛନ୍ତି ଥଣ୍ଡାରେ ଏଇଠି ଜଣେ ଶୋଇଛନ୍ତି କମ୍ବଳ ଘୋଡି ହେଇକିରି ଏତେ ଥଣ୍ଡାରେ ଏତେ ଖୋଲା ଆକାଶ ତଳେ କିଭଳି ଭାବରେ ଗୋଟେ ଦୋକାନର ଯୋଉ ଟିଣଟେ ରହିଛି ତାକୁ ମଧ୍ୟ ସେ ନିଜର ଘରର ଛପର ଭଳି ବ୍ୟବହାର କରୁଛନ୍ତି ଏବଂ କମ୍ବଳ ଘୋଡେଇକି ଶୋଇଛନ୍ତି। ଆଗକୁ ଯଦି ଆମେ ଦେଖିବା ଯେତେ ଆମେ ଆଗକୁ ଯିବା ଏଇ ଫୁଟପାଥରେ ଯୋଉ ରେଲୱେ ଷ୍ଟେସନ ସାମ୍ନାରେ ଯୋଉ ଫୁଟପାଥ ରହିଛି ଏଇ ଫୁଟପାଥ ଉପରେ ଲୋକମାନେ
जहाँकि आश्रा नहीं ही राति काटुचंती थर थर काकर भितर जहाँकि शोई रही जड़े माउसी शोई आपण माउसी एते थंडारे एते काकर एते राति फुटपाथ रे कहीं शोई देह खराब होबनी खराब है ना किस करवा पेट जाड़ा आसिक पड़ी रही काम दाम तो बाप माँ कर मथा अंटा गुड औषध कषा तो खाऊचे माँ भल होने कौन माउसी सबुदिन एमती शोचती जो प्रशासन तरफ जो घर करा जायछि जो रात्रि आपण माने रही पारिबे रात्रि यापन करि पारिबे सेठी आपण माने जाउना कहउछन देखा के जाउना तो जाइतो करबा तो आपण वयस्क एते बयस हेलानी आपण एते थररे आहुरी जेते राति बढ़िबो सेते ठंडा मध्ये बढ़िबो एमती केमती सोउचंती केमती राति पूरा काटुचंती राति पाई जाउ तो सोइ जाउ किस करबा कोन करबो आउ छा मागी खाउते कोन करबा मागी खाई देते राति एमती सोंती देखो के भली परिस्थिति एठारे खाऊचे ना किणिकी जो मागी खाऊचे किणिकी दिटा खाऊचे चाह टिके खाऊचे थंडारे आम देखुंती कि भाव माउसी कहते से जेहेतु आउ काम कर पारना से जहाँकि मागुंट भिक्षावृत्ति करुँच जहाँ मिलूँ ही खाऊँ स्टेशन सामने जो रही फुटपाथ एठारे ही से शोचंती एवं जदि केही केतेबेले आसुचंती किए खाइबा दे जाउची तो किए कंबलटे दे जाउची तो किए चादरटे दे जाउची सेतिकी रे ही सेमाने चलुचंती एवं जो कथा किछि समय पूर्वरु सेमाने मध्य कहउतले जो जेहेतु जो घर रहिछि सेमाने किछि जण जानि नांती सेमाने कोउठी कि जिवे सेमानक पई कोन सब व्यवस्था हिछि से सब मध्य सेमाने कोंडा कोटी जानि नथिवा कथा मध्य कहिसंती एवं किंतु आउ गोटे पटे होछि सेमाने एई फुटपाथ रहिवा फल रे जदि केही बदान्य व्यक्ति आसुचंती कि कंबल जदि देई जाउछंती तांको सेतिकिटे मिल जाउछि सहायता सेति पई सेमाने पेट पाटना पई सेमाने एवं निजर पेटर भोक मेंटेया पई सेमाने काम करूछंती कि भिक्षावृत्ति करूछंती कि रिक्शा चलाउछंती तो केही केही जाके लोक मानक पई अपेक्षा करूछंती तांको भडाटे मिल जिवो सेति पई मध्य स्टेशन सामने एई भली भाबरे सेमाने सोइबाकू बा राति काटिबाकू बाध्य हेउछंती तेबे ए होछि ग्राउंड जीरो रो रिपोर्ट ए होछि विकल चित्र मध्य रात्रि रे किभली भाबरे फुटपाथ रे लोक माने एई थंडारे राति काटुछंती बालेश्वरु कैमरा पर्सन चित्तरंजन सहित सुमना परिडा कनक न्यूज।